ଆମର ସରକାରଙ୍କ ତରଫରୁ ଭାଗବତ ଟୁଙ୍ଗିର ଯୋଉମାନେ ଆଗରୁ ଆପ୍ଲାଏ କରିଥିଲେ ତାଙ୍କର ଲିଷ୍ଟ ଥିଲା। ସେ ଅନୁସାରେ ତାଙ୍କୁ ଆଉ ରିଭେରିଏସନ କରାଯିବ। କୋଉମାନେ ଆମର ଆକ୍ଚୁଆଲି ଭାଗବତ ଟୁଙ୍ଗି ଅଛି, ଯୋଉମାନେ ଭାଗବତ ପାଠ କରୁଛନ୍ତି ସନ୍ଧ୍ୟାବେଳେ, ତାଙ୍କୁ ଭେରିଫାଏ କଲା ପରେ ସରକାରଙ୍କୁ ଯୋଉମାନେ ଭାଗବତ ଟୁଙ୍ଗି ଅଛି ତାଙ୍କୁ ଆମର ଫାଇନାନ୍ସିଆଲ ଆସିଷ୍ଟାନ୍ସ ଦିଆଯିବ 50,000 ର, ଯୋଉଟା କି ସେ ତାଙ୍କର ଭାଗବତ ଟୁଙ୍ଗିକୁ ତାର ପ୍ରପରଲି କରିପାରିବେ ସବୁ ଲୋକଙ୍କୁ ନେଇ। ଆମର ଏବେ 56ଟି ଭାଗବତ ଟୁଙ୍ଗି ପାଇଁ ସରକାର ସାଙ୍ଗସନ୍ ଟାର୍ଗେଟ ଦେଇଛନ୍ତି, ପଇସା ମଧ୍ୟ ଆସିଛି। ତେଣୁ ଆମେ ଯୋଉମାନେ ଆପ୍ଲାଏ ହଁ ଏବେ ଆପଣଙ୍କୁ କିଛି ଦିନ ହେଲା ପଇସା ଆସିଛି, ସରକାର ଆମକୁ ଦେଇଛନ୍ତି। ଯୋଉମାନେ ଆଗରୁ ଆପ୍ଲାଏ କରିଥିଲେ ସେ ଅନୁସାରେ 56 ଲୋକଙ୍କ ପାଇଁ ଟାର୍ଗେଟ ଅନୁସାରେ ସେ ଆମକୁ 28 ଲକ୍ଷ ଟଙ୍କା 50,000 ଟଙ୍କା ଦେଇଛନ୍ତି। ତେଣୁ ସେଇଟା ଆମେ ଭେରିଫାଏ କଲା ପରେ ଏନକ୍ୱାରି କରିକି ଯୋଉମାନେ ଭାଗବତ ଟୁଙ୍ଗି ଯାହାର ଅଛି ତାଙ୍କୁ ଆମେ ସେ ଫାଇନାନ୍ସିଆଲ ଆସିଷ୍ଟାନ୍ସ ଦେଇପାରିବୁ। ବର୍ତ୍ତମାନ ଓଡ଼ିଶା ସରକାରଙ୍କର ଭାଗବତ ଟୁଙ୍ଗି ପୁନରୁଦ୍ଧାର ଯେଉଁ କାର୍ଯ୍ୟକ୍ରମ ଚାଲିଛି, ବର୍ତ୍ତମାନ ଆଳି ବ୍ଲକରେ ପ୍ରାୟ ଜାଗାରେ ଭାଗବତ ଟୁଙ୍ଗିର ଲୁପ୍ତ ହେବାକୁ ବସିଲାଣି। ଯାହାଫଳରେ ବର୍ତ୍ତମାନ ଗୋଟେ କମିଟି ଗଠନ କରାଯାଇ ଆଳି ବ୍ଲକରେ କେମିତି କ'ଣ ସମସ୍ତ ଭାଗବତ ଟୁଙ୍ଗିକୁ ପୁନରୁତ୍ଥାନ କରାଯିବ ଏବଂ ସମସ୍ତ ଭାଗବତ ଟୁଙ୍ଗିକୁ ସୁପରିଚାଳିତ ଚାଲିପାରିବ ସେ ବିଷୟରେ ଆମେ ବିଡ଼ିଓଙ୍କୁ ଅବଗତ କରାଇଲୁ। ଆଉ ବର୍ତ୍ତମାନ କ୍ଷେତ୍ରରେ ପ୍ରଥମ ସ୍ତରରେ ଆମେ ଯେଉଁ 15-20ଟି ଭାଗବତ ଟୁଙ୍ଗିକୁ କାର୍ଯ୍ୟକାରୀ କରାଇ ଉପଯୁକ୍ତ ତଥ୍ୟ ସହିତ ବ୍ୟାଙ୍କ ଆକାଉଣ୍ଟ ସହିତ ତାଙ୍କ ପାଖରେ ପହଞ୍ଚାଇଲୁ। ସେ ଆମକୁ ପ୍ରତିଶ୍ରୁତି ଦେଇଛନ୍ତି 7-8 ଦିନ ଭିତରେ ସେ ଆମର ସମସ୍ତ କଥା ରଖିବେ। ତେଣୁ ଏହା କହି ଧନ୍ୟବାଦ। ଆମର ଭାଗବତ ଟୁଙ୍ଗି ସମିତିର ଆଳି ବ୍ଲକର ମୁଁ ସମ୍ପାଦକ ଅଛି। ଆମର ଗୋଟେ ରାଜ୍ୟସ୍ତରୀୟ ମିଟିଂ ଜିଲ୍ଲା ସଂସ୍କୃତି ଭବନରେ ହେଇଥିଲା। ଆମ ଜିଲ୍ଲାର ଯେଉଁ 9ଟା ବ୍ଲକ ସମସ୍ତ ବିଡ଼ିଓଙ୍କୁ ସମ୍ବର୍ଦ୍ଧନା କରିବାର ସେଠି ଆମର ଥିଲା। ତେଣୁ ଆଳି ବିଡ଼ିଓ ଯାଇପାରିନଥିଲେ, ତାଙ୍କ ସମ୍ବର୍ଦ୍ଧିତ ମାନପତ୍ରଟା ରହିଯାଇଥିଲା। ତେଣୁ ଆଜି ତାଙ୍କୁ ମାନପତ୍ର ଉପଢୌକନ ସହିତ ଆଳି ବ୍ଲକର ସମସ୍ୟା ବାବଦରେ ଆମେ ତାକୁ ଅବଗତ କଲୁ। କ'ଣ ସେ ହେଉଛି ଯେଉଁ ଭାଗବତ ଟୁଙ୍ଗି 146ଟା ଆଳି ବ୍ଲକରେ ଅଛି, ସେମାନେ କେହି ଜାଣିପାରୁନାହାନ୍ତି ଯେ ଆମ ନାଁ ବ୍ଲକରେ ଅଛି, ଆମ ପାଇଁ ଟଙ୍କା ଅଛି। ତେଣୁ ଯେ ଖାଲି ନାଁ ଉଠିଗଲେ ଯେ ଟଙ୍କା ଆସିବ ସେ କଥା ନୁହଁ, ତା ପାଇଁ ଡକୁମେଣ୍ଟ ଦରକାର। ଭାଗବତ ଟୁଙ୍ଗିରେ ଭାଗବତ ପଢ଼ା ହେଉଥିବା ଦରକାର ଏବଂ ସେଠି ସମସ୍ତେ ସନ୍ଧ୍ୟାବେଳେ ଏକତ୍ରିତ ହେଉଥିବା ଦରକାର। ତାଙ୍କର କ୍ୟାସ୍ ବୁକ୍, ରିଜୁଲେସନ୍, ଜଏଣ୍ଟ ଆକାଉଣ୍ଟ ଏଗୁଡ଼ା ସବୁ ରହିବା ଦରକାର। କାଗଜପତ୍ର ଅପ୍ ଟୁ ଡେଟ୍ ହେଲେ ବ୍ଲକର ମାନ୍ୟଗଣ୍ୟ ବ୍ୟକ୍ତି ଯାଇ ସେଠି କ'ଣ କରିବେ, ଇନକ୍ୱାରି କରିବେ। ଇନକ୍ୱାରି କରିବେ, ତାଙ୍କର ହୃଦୟଙ୍ଗମ ହବ ଯେ ଏଠି ଭାଗବତ ଟୁଙ୍ଗି ଅଛି। କାଗଜ ଏବେ ଆମର ଯେଉଁ 28 ଲକ୍ଷ ଟଙ୍କା ଆସିଛି, ଯେଉଁ ଭାଗବତ ଟୁଙ୍ଗି ମାନେ ସକ୍ରିୟ, କାଗଜପତ୍ର ଡକୁମେଣ୍ଟ ଠିକ୍ ଅଛି, ବିଡ଼ିଓଙ୍କୁ ସେଇ ବିଷୟରେ ଜଣାଇଲୁ ଯେ ଆପଣ ତୁରନ୍ତ ତାଙ୍କୁ ଟଙ୍କା ଦେଲେ ଅନ୍ୟ ଭାଗବତ ଟୁଙ୍ଗି ମାନେ ଜାଣିବେ ଯେ ଭାଗବତ ଟୁଙ୍ଗି କଲେ ଆମକୁ ପଇସା ମିଳିବ ଏବଂ ଆମେ ଏକତ୍ରିତ ହେବୁ। ସେଇ ବାବଦରେ ବିଡ଼ିଓଙ୍କ ସହିତ କଥା ହେଲୁ। ବିଡ଼ିଓ କହିଲେ 7 ଦିନ ଭିତରେ ମୁଁ କରିଦେବି। ଯେଉଁ 20ଟା ଭାଗବତ ଟୁଙ୍ଗି ଅପଡେଟ୍ ଅଛି, 7 ଦିନ ଭିତରେ ବିଡ଼ିଓ ଟଙ୍କା ପଠାଇବେ ବୋଲି ଆମକୁ ପ୍ରତିଶ୍ରୁତି ଦେବେ।